ଆମର ମଧୁବାବୁ ଜୟନ୍ତୀ ପାଳନ ହେଉଛି, ତାଙ୍କର 75ତମ ଦିବସ ପାଳନ ହେଉଛି। ସାରା ଓଡ଼ିଶାରେ ଏଇଟା ପୁରା ଜୋରଦାର ଏବଂ ଭଲ ଭାବରେ ପ୍ରତ୍ୟେକ ବାହାରେ ଆମେ ପାଳନ କରୁଛୁ। କିନ୍ତୁ ଆମେ ବହୁତ ଦୁଃଖର ବିଷୟ, ଏଇଟା ଓଡ଼ିଶା ସରକାର ଜାଣିବା ଦରକାର ଯେ ପ୍ରତ୍ୟେକ ସ୍ତରକୁ ନେଇକରି ତାଙ୍କର ଯେମିତି ପ୍ରଚାର ପ୍ରସାର ହେବ, ସେଇଟା ସରକାରଙ୍କ ଦାୟିତ୍ୱ। ଖାଲି କୋର୍ଟ ସ୍ତରରେ ହେଲା ସୀମିତ ହେଲା, ହାଇକୋର୍ଟ ଆଉ ତଳ ନିମ୍ନ ଅଦାଲତରେ। ତେଣୁ ମୁଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଉଛି, ଏଇଟା ଯେମିତି ଅନ୍ୟ ଯେମିତି ଗୋପବନ୍ଧୁଙ୍କର, ଯେମିତି ମହାତ୍ମା ଗାନ୍ଧୀଙ୍କର, ଜବାହରଲାଲଙ୍କର ଯେମିତି ଜନ୍ମଦିନ ପାଳନ କରାଯାଉଛି, ମଧୁବାବୁର ବି ସବୁ ସ୍ତରରେ ପାଳନ କରାଯାଉ। ଆଉ ଆଜି ଆମେ ଏଠାରେ ସଂଘ ତରଫରୁ, ବାଲିଲା ସଂଘ ତରଫରୁ ଆମେ ସମସ୍ତେ ଏକତ୍ର ହେଇଛୁ। ଆଉ ଚାକରେ ଆମେ ଆଜି ପାଳନ କରୁଛୁ। ତେଣୁ ମୁଁ ସମସ୍ତ ଓଡ଼ିଶାବାସୀ ବା ବାଲିଲା ବାହାର ସମସ୍ତ କର୍ମକର୍ତ୍ତା ଆଉ ମେମ୍ବରମାନଙ୍କୁ ଧନ୍ୟବାଦ ଦେଉଛି। ମଧୁବାବୁଙ୍କର ଯେଉଁ ଜୟନ୍ତୀ ଅତି ଆଡ଼ମ୍ବର ସହ ପାଳନ କରାଯାଇଛି। ଏଥିରେ ମଧୁବାବୁଙ୍କର ତାଙ୍କର ଗୁଣ, ଗାରିମା, ଚରିତ୍ର ଉପରେ ଆଜି ଆଲୋଚନା କରାଗଲା। ମଧୁବାବୁ ମୁଁ କହିବି, ମଧୁବାବୁ ଏକ ବ୍ୟକ୍ତି ନୁହଁ, ଏକ ବ୍ୟକ୍ତିତ୍ୱ ଥିଲେ। ସେ ଏକ ଚିତ୍ରରେ ସୀମିତ ନୁହଁ, ଏକ ଚରିତ୍ର ଥିଲେ। ଏଣୁ ଏହିପରି ଜଣେ ବ୍ୟକ୍ତିତ୍ୱ ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଶା ପ୍ରତି ତାଙ୍କ ଭୂମିକା, ବର୍ତ୍ତମାନ ସରକାର ଯେଉଁ ଚିନ୍ତା କରିଛନ୍ତି ଓଡ଼ିଶାର ଅସ୍ମିତା, ଏ ଉପରେ ମଧୁବାବୁଙ୍କର ଯେଉଁ ଭୂମିକା ଅତି ଅତୁଳନୀୟ। ତାଙ୍କର ଅବଦାନ ଆଜି ଏଇ ଯେଉଁ ସ୍ମୃତିଚାରଣରେ ସମସ୍ତେ ଗୋଟିଏ ସ୍ୱରରେ, ଗୋଟିଏ ମାତ୍ର ସମସ୍ତଙ୍କର ଏକ ଦାବି ରହିଲା ଯେ ଆଗାମୀ ଦିନରେ ମଧୁବାବୁଙ୍କର ଯେଉଁ ଚେତନା, ତାଙ୍କର ଯେଉଁ ଓଡ଼ିଶା ପ୍ରତି ତାଙ୍କ ସମର୍ପିତ, ଓଡ଼ିଶା ପ୍ରତି ତାଙ୍କ ଭାବନାକୁ ବିକାଶ କରିବା ପାଇଁ ଏ ଓଡ଼ିଶାର ସମସ୍ତ ବୁଦ୍ଧିଜୀବୀ ଏଥିପ୍ରତି ଚିନ୍ତା କରିବା, ସେ ଉପରେ ଏକ ଆଲୋଚନା ଏଥିରେ ଚକ୍ର ଆରମ୍ଭ କରାଗଲା ଏବଂ ତାଙ୍କର ବ୍ୟକ୍ତିତ୍ୱ ଏବଂ ଚରିତ୍ର ସଂହାର କରାଗଲା। ସାରା ଓଡ଼ିଶାରେ ଓକିଲମାନଙ୍କ ପାଇଁ ଗୋଟେ ଗର୍ବ କରିବାର ଦିନ ଅଛି, ପବିତ୍ର ଦିବସ। ଆଜିକି 178 ବର୍ଷ ତଳେ ମଧୁବାବୁ କଟକ ଜିଲ୍ଲାର ସତ୍ୟଭାମପୁରରେ ଜନ୍ମ କରିଥିଲେ ଏବଂ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରିକିରି ସେ ଓଡ଼ିଶାକୁ ଗୋଟେ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ଲଢ଼ିଥିଲେ। ଦୁଃଖର କଥା, ଯେତେବେଳେ ସ୍ୱତନ୍ତ୍ର ପ୍ରଦେଶ ହେଲା, ଗଠନ ହେଲା 1 ଏପ୍ରିଲ 1936 ମସିହାରେ, ସେତେବେଳକୁ ତାଙ୍କର ଦେହାନ୍ତ ଘଟିଥିଲା। ଏ ଯେଉଁ ପରିଶ୍ରମ କରିକିରି, ଏତେ ତ୍ୟାଗ କରିକିରି ଯେଉଁ ପ୍ରକାର ସେ ଚେଷ୍ଟା, ସେ ଦେଖିପାରିଲେନି। ସେ ଚାହିଁଥିଲେ ଓଡ଼ିଶାକୁ ଗୋଟେ ସମୃଦ୍ଧିଶାଳୀ ଦେଶ କରିବା ପାଇଁ। କାରଣ ଓଡ଼ିଶାର ଖଣିଜ ସମ୍ପଦ ଏବଂ ଜଳ ସମ୍ପଦ ପ୍ରତ୍ୟେକ ଦିନ ରହିଛି, ଭରପୁର ଅଛି। ପ୍ରାକୃତିକ ସମ୍ପଦରେ ଭରପୁର ହେଉଛି, ଜଙ୍ଗଲ ସମ୍ପଦରେ ଭରପୁର ହେଉଛି ଓଡ଼ିଶା। ତାକୁ ଗୋଟେ ସମୃଦ୍ଧିଶାଳୀ ରାଷ୍ଟ୍ର କରିବା ପାଇଁ ସେ ଚେଷ୍ଟା କରିଥିଲେ। ସେ ତାଙ୍କର ଫଳବତୀ କଲେ। ଆଜିର ଦିନରେ ମୁଁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି।